14 ବର୍ଷରେ ଆଇପିଏଲ୍ ରେ କଲେ ମହା ରେକର୍ଡ। ଜିଆ ଦର୍ଶକ ବନ୍ଧୁ, ପ୍ରଥମେ ଡେବ୍ୟୁ, ପ୍ରଥମ ବଲ୍ରେ ଛକା, ଆଇପିଏଲ୍ ଇତିହାସରେ ରଚିଲେ ସର୍ବକନିଷ୍ଠ ଖେଳାଳି ବୈଭବ ଅରୋରା। ଜିଆ ଦର୍ଶକ ବନ୍ଧୁ, ପ୍ରଥମ ବଲ୍ରେ ଛକା ମାରିଲେ, ଛୋଟ ବୟସରେ ବଡ଼ ରେକର୍ଡ ମଧ୍ୟ କଲେ। ଆଇପିଏଲ୍ ଇତିହାସରେ ସର୍ବକନିଷ୍ଠ ଖେଳାଳି ଭାବରେ ବୈଭବ ସୂର୍ଯ୍ୟବଂଶୀ ଏହି ନାଁଟି ଏବେ କେବଳ ଭାରତୀୟ କ୍ରିକେଟ ନୁହେଁ ବରଂ ବିଶ୍ୱ କ୍ରିକେଟରେ ମଧ୍ୟ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ମନେ ରହିବ। ମାତ୍ର 14 ବର୍ଷ ବୟସରେ ଯେତେବେଳେ ଅନ୍ୟ ପିଲାମାନେ ନିଜ ନିଜ ଅଞ୍ଚଳ ଏବଂ କଲୋନୀ ପାର୍କ ଏବଂ ପଡ଼ିଆରେ ଖେଳୁଛନ୍ତି, ପାଠ ପଢ଼ୁଛନ୍ତି, ସେତେବେଳେ ଏହି ବ୍ୟାଟ୍ସମ୍ୟାନ୍ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛନ୍ତି। ଆଇପିଏଲ୍ ନିଲାମ ଇତିହାସରେ ସବୁଠାରୁ କନିଷ୍ଠ ଖେଳାଳି ହୋଇଥିବା ବୈଭବ ମାତ୍ର 14 ବର୍ଷ 27 ଦିନ ବୟସରେ ଆଇପିଏଲ୍ରେ ଡେବ୍ୟୁ କରି ଇତିହାସ ରଚିଥିଲେ। କେବଳ ଏତିକି ନୁହେଁ, ବୈଭବ ତାଙ୍କ ଆଇପିଏଲ୍ କ୍ୟାରିୟର ପ୍ରଥମ ବଲ୍ରେ ଏକ ଚମତ୍କାର ଛକା ମାରି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଶନିବାର ସନ୍ଧ୍ୟାରେ ଜୟପୁର ଲକ୍ଷ୍ନୌ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ 14 ବର୍ଷ 23 ଦିନ ବୟସରେ ବୈଭବ ସୂର୍ଯ୍ୟବଂଶୀ